ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ପ୍ରତି ଦୃଷ୍ଟି ଦେବାକୁ କାହାର ବି ସମୟ ନାହିଁ। ଆଜିର ସମୟରେ ଖରାପ ଲାଇଫଷ୍ଟାଇଲ ସାଙ୍ଗକୁ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଲୋକେମାନେ ଅଧିକ ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବେ ଯେଉଁ ରୋଗ ବୃଦ୍ଧମାନଙ୍କୁ ହେଉଥିଲା, ତାହା ଏବେ କମ୍ ବୟସର ଲୋକମାନଙ୍କୁ ଗ୍ରାସ କରୁଛି। ତେବେ ରୋଗର କାରଣ ତ ଅନେକ, ତା ମଧ୍ୟରୁ ୟୁରିକ୍ ଏସିଡ୍ ଅନ୍ୟତମ। ଶରୀରରେ ପ୍ୟୁରିନ୍ ନାମକ ପ୍ରୋଟିନ୍‌ର କ୍ଷମତା ହ୍ରାସ ପାଇଲେ ତାହା ୟୁରିକ୍ ଏସିଡ୍‌ରେ ପରିଣତ ହୋଇଥାଏ। ସାଧାରଣତଃ ୟୁରିକ୍ ଏସିଡ୍ ମଳ-ମୂତ୍ର ଜରିଆରେ ଶରୀରର ବାହାରକୁ ଚାଲି ଆସିଥାଏ। ଶରୀରରେ ୟୁରିକ୍ ଏସିଡ୍‌ର ମାତ୍ରା ବଢ଼ିବା ଦ୍ୱାରା ଗଣ୍ଠିବାତ, ଗୋଇଠି ଯନ୍ତ୍ରଣା, ଉଠାବସାରେ ଅସୁବିଧା, ଆଙ୍ଗୁଠିରେ ଯନ୍ତ୍ରଣା ବଢ଼ିଯାଇଥାଏ। ଏଭଳି ଅସୁବିଧାରେ ଯଦି ଆପଣ ସମ୍ମୁଖୀନ ହେଉଛନ୍ତି, ତାହେଲେ ସେଥିପ୍ରତି ଆପଣଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ। ଶରୀରରେ ୟୁରିକ୍ ଏସିଡ୍‌ର ମାତ୍ରା ବଢ଼ିଲେ ଭିଟାମିନ୍ ସି ଯୁକ୍ତ ଫଳ ସେବନ କରନ୍ତୁ। ଚେରି, ବ୍ଲୁବେରି, ସତେଜ ଫଳରସକୁ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍‌ର ସ୍ତର ନିୟନ୍ତ୍ରିତ ହୋଇ ରହିବ। ଶରୀରରେ ୟୁରିକ୍ ଏସିଡ୍‌ର ମାତ୍ରାକୁ ନିୟନ୍ତ୍ରଣ ରଖିବାକୁ ଚାହୁଁଥିଲେ ଆପଣଙ୍କୁ ହାଇ ଫାଇବର ଫୁଡ୍ ଖାଇବାକୁ ପଡ଼ିବ। ଏହା ୟୁରିକ୍ ଏସିଡ୍‌କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ବାଦାମ, ଅଙ୍ଗୁର ଭଳି ଖାଦ୍ୟକୁ ସେବନ କରନ୍ତୁ। ଅଙ୍ଗୁର କୋଳିର ମଞ୍ଜିକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ। ସେଓର ସିରକା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ। ଏହାର ଅନେକ ଫାଇଦା ଶରୀର ପାଇଁ ରହିଛି। ଏହା ଶରୀରରେ ୟୁରିକ୍ ଏସିଡ୍‌ର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଆପଣ ପାଣିରେ ମିଶାଇ ସେବନ କରିପାରିବେ। ସେହିପରି ଧନିଆ ପତ୍ର ମଧ୍ୟ ପୋଷକ ତତ୍ତ୍ୱରେ ଭରପୂର, ଯାହା ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍‌ର ମାତ୍ରାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହା ଶରୀରରୁ ବିଭିନ୍ନ ଗଣ୍ଠିବାତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।